ଲହରୀ ନାମ ବିକିରେ ହେଲା ବଉଳ ମଦ ମାଂସ ହେଲା ସାର ଆଉ ପର ତଣ୍ଟି ଚିପି ଧନକୁ ଆଣନ୍ତି ପକାଇ ଗଳାର ମାଳ। ଓଡ଼ିଶାର କଳା ସଂସ୍କୃତି ଦେଖିଲା ସାରା ବିଶ୍ୱ। ଯେଉଁ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିଲା ସେଥିରେ ଯେଉଁ ପ୍ରବାସୀ ଭାରତୀୟମାନେ ଆସିଥିଲେ ସେମାନେ ଖଞ୍ଜଣି ଆଉ କେନ୍ଦରାକୁ ଦେଖିବାକୁ ପାଇଥିଲେ। ତେବେ ଏହା ଦିନକୁ ଦିନ ଲୋପ ପାଇଯାଉଥିବା ବେଳେ ମାତ୍ର କିଛି ଜଣଙ୍କ ପାଇଁ ଏ କଳା ସଂସ୍କୃତି ବଞ୍ଚିକି ରହିଛି। ସିଧାସଳଖ ଦେଖିବାକୁ ଚାହିଁବି ଦୁଇ ଜଣ ବୟସ୍କ ଲୋକ ଯଦି କହିବା ସେମାନେ କିଭଳି ଭାବରେ ଏଠାରେ ଖଞ୍ଜଣି ବାଦନ କରୁଛନ୍ତି ଏବଂ କେନ୍ଦରା ବାଦନ କରୁଛନ୍ତି, ଯାହାକୁ ଆମେ 20-25 ବର୍ଷ ପୂର୍ବରୁ ଦେଖିବାକୁ ପାଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଏସବୁ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ଏହି ପ୍ରବାସୀ ଭାରତୀୟ ଦିବସରେ ସମସ୍ତଙ୍କୁ ଦେଖାଇବା ପାଇଁ ବର୍ତ୍ତମାନ ସେମାନେ ଆସିଛନ୍ତି। ତେବେ ସିଧାସଳଖ ଆମେ କଥା ହେବା ଯେ ସେମାନେ କେଉଁଠାରୁ ଆସିଥିଲେ ଏବଂ ଏଠାରେ କେମିତି କ'ଣ ରହିଛି ସମସ୍ତ ଆଲୋଚନା କରିବା। ଆଜ୍ଞା, କେଉଁଠୁ ଆସିଥିଲେ ଆପଣଙ୍କ ନାଁଟା? ଆମ ଘର ହେଉଛି ନା ଆମ ଗାଁ ହେଉଛି ଭଦ୍ରକ ଡିଷ୍ଟ୍ରିକ୍ଟ ଆଉ ବାସୁଦେବପୁର ବ୍ଲକ ଆରତୁଙ୍ଗ ପଞ୍ଚାୟତ। ମୋ ନାଁ ହେଉଛି ଲକ୍ଷ୍ମୀଧର ନାଥ। ଆଉ ଆମ ବାପ ଗୋସାମ୍ବ ଛୟାଣ୍ଡି ପୁରୁଷ ଏଇ ବୃତ୍ତି କରି କରି ଆଜି ସେ ହଜିଗଲେଣି। ଆଉ ଇଏ କେନ୍ଦ୍ରାବାଦ ନୃପତ ହେବା ପାଇଁ ବସିଛି। ଆମେ ମାମୁଁ ଭଣଜା ଅନନ୍ତନାଥ ମୁଇ ଦୁଇ ଜଣ ଆଜି ଇଏ ବୃତ୍ତକୁ ସମ୍ଭାଳିକି ରଖିଛୁ। ଆଉ ବହୁ କଷ୍ଟରେ ଆମେ ମୋ ବେକର ହେଉଛି 9 ଜଣ ପରିବାର ବନ୍ଧା, ପୁଅ ଝିଅ ବୋଉ ନାତି ନାତୁଣୀ ସବୁ ବନ୍ଧା। ବହୁ କଷ୍ଟର ଜମି ନାହିଁ ବାଡ଼ି ନାହିଁ। ଏଇ ବୃତ୍ତ ମୋର ପୁଷେ କୁଟୁମ୍ବ। ଏଇ ବୃତ୍ତକୁ ମୁଁ ସମ୍ଭାଳିକି ଆଜି କଳାକାରରେ ଦେଇଥିଲି। କଳାକାର ଭତ୍ତା 4 ମାସର ପାଇଛି। ଆଉ ଗଭର୍ଣ୍ଣମେଣ୍ଟ ସରକାର ଶୁଣୁନି କି ଆଉ ଭତ୍ତା ଆମେ ପାଉନାହୁଁ। 4 ମାସରେ ପାଇଥିଲୁ 4 ମାସର 1200 ନେଖେ ଗତ ବର୍ଷ ଆଶ୍ୱିନ ମାସର। ଆଉ ଏ ସଖୀ କଣ୍ଢେଇ କେନ୍ଦରା ଆମର ଲେଖା ହେଇଛି କେନ୍ଦରା ବାଦ୍ୟ। ଆଜ୍ଞା, ଆଉ ଗୋଟେ କଥା, ଏବେ ତ ଲୋକ ଏହାକୁ ବାଦ ଶୁଣିବା ପାଇଁ ଲୋକ ପସନ୍ଦ କରୁନଥିବେ କି ଆପଣମାନେ କେଉଁଠି ପ୍ରୋଗ୍ରାମ ବି କରୁନଥିବେ? ପ୍ରୋଗ୍ରାମ ଆମେ କରୁଛୁ। ମୁଁ ବି ବିଦେଶର ବୁଲିକି ମୁଁ ପାଠ ପଢ଼ି ନାହିଁ, ହୋଆ ଗାଣ୍ଡର ଗାର ଦେଇନି। ମୁଁ ଆଜି ସାରା ମାଳିକା ଠାରୁ ଭଜନ ଠାରୁ ମହାଭାରତ ଜୈମିନୀ ଭାରତ ରାମାୟଣ ସବୁ ମୁଁ ଗାଇମି। ଏଇ ମୂର୍ଖର ଗାଉଛି। ମୋ ମାଆ ମୋତେ ସାହା ହେଇଛି। ଯେଉଁ ମାଆ ମୋ ପୁଅ ବିଶ୍ରାମ ଦେଉଛି ମୁଁ ନିଆଁରେ ଚାଲୁଛି। ଆମର ଅକ୍ଷୟ ତୃତୀୟା ପର୍ବ 3 ଦିନ ଉପାସରେ ବି ନିଆଁ ଜଳୁ ଚାଲିମି। ନିଆଁ ବିଶ୍ରାମ ଛାଡ଼ିଲେ ମୁଁ ଝାମୁଯାତ୍ରା କରି ପାଟୁଆଣ ଯେ ଫୁଲମାଳର ଟଙ୍କା ମାନେ ଜନମାନୀ ମାନେ ସବୁ ଗଳନ୍ତି ମୋ ବେକର। ଓଡ଼ିଶାର ବାହାରକୁ କେଉଁ କେଉଁ ଜାଗାକୁ ଗଲେଣି? ବାରିପଦା ଯାଇଛି, ବାଲେଶ୍ୱର ଯାଇଛି, ରାଉରକେଲା ଯାଇଛି, କଟକ ଭୁବନେଶ୍ୱର ମାଧିପୁର ପିପିଲି ବନମାଳୀପୁର ଆଉ ଇଏ ବାଲିଆପାଳ ଜଲେଶ୍ୱର ଏଇ ଏରିଆ ସବୁ ମୋର ସବୁ ସମ୍ମାନ ମୁଁ ପାଇଛି। ଗଣ୍ଡିଗଡ଼ କୋପାରୀ ଖଇରା ଏସବୁ ଏରିଆ ମୁଁ ନୀଳଗିରି ମୟୂରଭଞ୍ଜ ବାରିପଦାରେ ମୁଁ ମାସେ ରହୁଛି କାର୍ତ୍ତିକ ମାସ। ବହୁତ ସମ୍ମାନ ପାଉଛି ମୁଁ। ତାହେଲେ ଲୋକମାନେ ଏହାକୁ ମଧ୍ୟ ଆଜି ପସନ୍ଦ କରୁଛନ୍ତି? ପସନ୍ଦ କରୁଛନ୍ତି, ପୁରସ୍କାର ବି ପାଇପାରୁଛି ମୁଁ। କମଳ ଦେଉଛନ୍ତି, ଦାମୀ କମଳ ଟଙ୍କା ଆଉ ସବୁ ଦେଉଛନ୍ତି ମୋତେ। ଠାକୁରଙ୍କ ଦୟାରୁ ସେ ମାଆଙ୍କ ଦୟାରୁ ମୁଁ ସବୁ ଉନ୍ନତି କରି ଚାଲିଛି। ଆପଣ ଯଦି ଚାହିଁବେ ବର୍ତ୍ତମାନ ମୁଁ ଠିଆ ହେଇକି ପାଲା କରିଦେବି ଏଇ ମୂର୍ଖର। କେହି ତମେ ଉତ୍ତର ଦେଇପାରିବେନି ମୋ ସାଙ୍ଗର। ଆଗ ସମୟରେ ଆପଣ କେତେ ବର୍ଷ ହେଲା କଲେଣି? 14 ବର୍ଷ ରହିଥିଲି ଯାତ୍ରା ପାଟର ମିଶିନି। ଓଡ଼ିଶା ଅପରାର ନେଉଥିଲି ହାଡ଼ିଆଣି ଡୁଏଟ୍ ଦେଉଥିଲେ। ମୋତେ ବାଟ ଛାଡ଼ି ଦିଅ ହାଡ଼ି ଯାଉଛି। ଫୁଲ ନଖରାରେ ମୁଁ ବହୁତ ଟଙ୍କା ପୁରସ୍କାର ପାଇନି। ଲୋକ କାନ୍ଦିକି ଦେଇଥିଲେ ମୁଁ ହାଡ଼ିଆଣି ରୂପଦରେ। ତାପରେ ଆଉ ଚଢ଼ିଆ ନାଟରେ ଚଢ଼ିଆଣି ରୁଲ୍ କରେ, ମୁଁ ଝିଅ ରୁଲ୍ କରେ। ସେତେବେଳେ ମୋର ବୟସ ଟୋକା ବୟସ ସବୁ କରିକି ଏଇ କାନ ସବୁ ଫୋଡ଼ା ହେଇଛି। ଟିକେ ଗୀତ ଟିକେ ଗାଉନାହାନ୍ତି ଶୁଣିବା ବଜେଇକି। ଲହରୀ ନାମ ବିକିରେ ହେଲା ବଉଳ ମଦ ମାଂସ ହେଲା ସାର ଚିତା ଚଇତନ କାଟି ଠକାନ୍ତି ଯେ ଦେଖାନ୍ତି କେତେ ଚାତର। ଏ ପ୍ରତି ଘର ଦିଅ ପୂଜା लो ବଉଳ ମାଳ ମାଳ ଠାକୁର ଆଉ ପର ତଣ୍ଟି ଚିପି ଧନକୁ ଆଣନ୍ତି ପକାଇ ଗଳାର ମାଳ। ଏ ଧର୍ମ କରମ ନ ଜାଣି ବଉଳ
ଧର୍ମ କଥା କହିଲେ ପରାଜେ ଅଳ୍ପକେ ଦିଅନ୍ତି ହସି। ଯେଉଁ ଭାବରେ ଦେଖୁଥିଲେ ଯେଉଁ କେନ୍ଦରା ଏବଂ ଖଞ୍ଜଣି ବାଦନ କରି କିଭଳି ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି ଏହି ଯେଉଁ ପ୍ରବାସୀ ଭାରତୀୟମାନେ ଆସିଥିଲେ ସେମାନଙ୍କୁ କିଭଳି ଭାବରେ ଦେଖାଉଥିଲେ ଏବଂ ସାରା ବିଶ୍ୱରେ ଏହି ଖଞ୍ଜଣି ଆଉ କେନ୍ଦରାକୁ ଲୋକମାନେ ଦେଖୁଛନ୍ତି ଶୁଣୁଛନ୍ତି ଆମ ଓଡ଼ିଶାର ଲୋକ ମଧ୍ୟ ଆଜି ଶୁଣୁଛନ୍ତି। ଆଜ୍ଞା କ'ଣ କହିବେ କେମିତି ଲାଗୁଛି ଆଜି ପ୍ରବାସୀ ଭାରତୀୟ? ଭଲ ଲାଗୁଛି। ବହୁତ ଦେଶର ଲୋକ ଦେଖା ଦେଖି ହେଉଛି। ନେତ୍ର ପବିତ୍ର ଗଲେ ଶ୍ରୀକ୍ଷେତ୍ର ଧାମ, ପୁରୀରେ ବି ଗଲେ ଏ ଲାଭ ପାଇପାରିବନି। ବରଂ ଏଇଥର ଜନ ଦେଖିନେ ମନ ଦେଖିନେ ଲୋକ ଦେଖିନେ ପବିତ୍ର। ପୁରୀର ଖାଲି ଜଗନ୍ନାଥ ଆମେ ଦେଖିବା, ସେ ବଡ଼ ଠାକୁର, ଓଡ଼ିଶାର ବଡ଼ ଠାକୁର, ଭାରତର ବି ବଡ଼ ଠାକୁର। ଆଉ ଆମର ତ ଏଇ ହେଉଛି ଜୀବିକା, ଆମେ କେନ୍ଦ୍ରା ବଜେଇକି ବୁଲୁଛୁ। ଆଜିକାଲି ତ ଭିକ୍ଷା ଦେବା ପାଇଁ ଯେଉଁ ଲୋକ ଚଞ୍ଚଳ, କୋଠା ବାଟି କଲେ ସବୁ ଉପରେ ରହିଲେ ତଳ ସିନା ରହିନେ କେହି ଦେବେ। ଆଉ ନାହିଁ ଯେଉଁଠି ଏଇ ଅନୁଷ୍ଠାନ ଫନୁଷ୍ଠାନ ହେଉଛି ଯାଇକି ବସୁଛୁ, ଡାକୁଛନ୍ତି ସେମାନେ, ଡାକିକି ଚାଲିଛି ଆଉ ଏଇ ସଂସ୍ଥା ଚାଲିଛି ଆଉ କିଛି। ପ୍ରବାସୀ ଭାରତୀୟମାନେ ଆସିଥିଲେ ଆପଣଙ୍କୁ କିଛି ପଚାରିଥିଲେ ଯେ କ'ଣ ବାଜା କ'ଣ? ପଚାରିଥିଲେ କେନ୍ଦ୍ରା, ଆମେ ତାକୁ କହିଛୁ କେନ୍ଦ୍ରା ଖଞ୍ଜଣି ସଖିନାଟ ସବୁ ଆମ ଏ ପରମ୍ପରା ଅଛି। ହଁ ଆସିକି ଏଠି କେମିତି ଲାଗୁଛି? ଭଲ ଲାଗୁଛି। ଘରକୁ ଯାଇତେ ମନ କହୁନି ଆମର ଆଜି ଡେଟ୍ ଯିବା କଥା, ସାର୍ କହିଲେ ନା ଆଉ 2 ଦିନ ଯାତ୍ରା ରହିବ, ତମେ ରୁହ। ଆଉ ବାଧ୍ୟ ହେଇକି ରହିନୁ, ଆଉ କ'ଣ କରିବା। ଏବେ ମଧ୍ୟ କ'ଣ ଏଇ ଖଞ୍ଜଣି ଆଉ ଏ କେନ୍ଦ୍ରା ବଜୁଛନ୍ତି ଆପଣ ଗାଁ ଗାଁ ବୁଲିକି? ହଁ ଗାଁ ଗାଁ ବୁଲିକି ବଜାଉ। ଲୋକ ମଧ୍ୟ ଖୁସି ହେଇକି ଆପଣଙ୍କୁ କିଛି ଅର୍ଥ ମଧ୍ୟ ଦେଉଛନ୍ତି। ତ ଦେଖୁଥିଲେ ଯେ ଯେଉଁ ଖଞ୍ଜଣି ଆଉ କେନ୍ଦରା ବାଦ ଶୁଣିବା ପାଇଁ ବର୍ତ୍ତମାନ ଏହି ପ୍ରବାସୀ ଭାରତୀୟ ଦିବସରେ କିଭଳି ଭାବରେ ଏମାନଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଓଡ଼ିଶାର ବୁଡ଼ି ଯାଉଥିବା କଳା ସଂସ୍କୃତିକୁ କିଭଳି ଭାବରେ ଲୋକଲୋଚନକୁ ପୁଣି ଥରେ ଆସିବ ଏବଂ ଲୋକମାନେ ଏହାକୁ ପୁଣି ମନେ ପକାଇବେ ଏବଂ ଆଗାମୀ ଦିନରେ କିଭଳି ଆମ କଳା ସଂସ୍କୃତିକୁ ଆଗକୁ ଆଗକୁ ନେଇ ହେବ ତାହା ପାଇଁ ଏକ ଛୋଟିଆ ପ୍ରୟାସ ମଧ୍ୟ ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହରେ କରାଯାଇଥିଲା। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ମଣ୍ଟୁ କୋ ଭଗବାନ, ଚର୍ଚ୍ଚା ନ୍ୟୁଜ୍।